ବଉଳ ଗଇଁଠା ଗଇଁଠା ପିଠା ବା କ୍ଷୀର ଗଇଁଠା ନାଁରେ ଓଡ଼ିଶାର ଘରେ ଘରେ ପରିଚିତ ଏହି ଓଡ଼ିଆ ପାରମ୍ପରିକ ରେସିପିଟି ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କର 56 ଭୋଗ ମଧ୍ୟରୁ ଅନ୍ୟତମ। ଏହା ସହିତ ମା ଲକ୍ଷ୍ମୀଙ୍କର ବି ଅତି ପ୍ରିୟ। ସେଥିଲାଗି ମାଣବସା ଗୁରୁବାରରେ ବି ଏହାକୁ ବନାଯାଇଥାଏ ଆଉ ବଉଳ ଅମାବାସ୍ୟା ଦିନ ବନାଯାଉଥିବାରୁ ନାଁ ଏହାର ବଉଳ ଗଇଁଠା। ପାରମ୍ପରିକ ରେସିପି ଟିକେ ନୂଆ ଓ ସହଜ ତରିକାରେ ବନେଇବା ପାଇଁ ଭିଡ଼ିଓଟିକୁ ପୁରା ଦେଖିବାକୁ ଅନୁରୋଧ ରହିଲା। ଏହା ସହିତ ଲାଇକ୍ ସେୟାର ଓ ସବସ୍କ୍ରାଇବ୍ କରିବାକୁ ଭୁଲିବେନି। ଆଉ ଫେସବୁକ୍ ପେଜ୍ରେ ଦେଖୁଥିଲେ ଫଲୋ ନିଶ୍ଚୟ କରନ୍ତୁ। ନମସ୍କାର, ମୁଁ ଅପୁ କୁକୁତ ପୋଡ଼ିଆ ଚ୍ୟାନେଲ ଆପଣ ସମସ୍ତଙ୍କୁ ବହୁତ ବହୁତ ସ୍ୱାଗତ। ଚାଲନ୍ତୁ ଷ୍ଟାର୍ଟ କରିବା ଆଜିର ରେସିପିଟି। ପ୍ରଥମେ ଗୋଟେ ବୋଲରେ ନେଇଯିବା ଗୋଟେ କପ୍ ଅରୁଆ ଚାଉଳ, ନର୍ମାଲ ଅରୁଆ ଚାଉଳ ଯେଉଁଥିରେ ଆମେ ପିଠା ବନେଇଥାନ୍ତି ସେଇ ଚାଉଳ। ଓଜନରେ 200 ଗ୍ରାମ ଅଛି। 2-3 ଥର ଭଲ ଭାବେ ଧୋଇ ନେବା, ତାପରେ 4ରୁ 5 ଘଣ୍ଟା ପାଇଁ ଏହାକୁ ଭିଜେଇକି ଛାଡ଼ିଦେବା। ଯଦି ଜଲ୍ଦିରେ ଅଛନ୍ତି ତାହେଲେ ଉଷୁମ ପାଣିରେ ଭିଜେଇ ଦେବେ, 2-3 ଘଣ୍ଟା ଭିତରେ ଭଲ ଭାବେ ଭିଜିଯିବ। 4-5 ଘଣ୍ଟା ପରେ ଦେଖନ୍ତୁ ଚାଉଳ ଭଲ ଭାବେ ଭିଜିଗଲାଣି, ହାତରେ ମକଚିଲେ ଭାଙ୍ଗି ଯାଉଛି। ଏବେ ଏହାକୁ ଛାଣିକି ଆମେ ଗୋଟେ ଜାଲିରେ ରଖିବା, ତାପରେ ଗୋଟେ ଗ୍ରାଇଣ୍ଡିଂ ଜାରରେ ଦେଇଦେବା। ଏମିତି ଛାଣିକି ନେଲେ ଚାଉଳକୁ ପିଠା ଭଲ ବନିବ, କାରଣ ଆମେ ପାଣି ମାପିକି ଦେବା ଏଥିରେ। ଯେକୌଣସି ଗୋଟେ ଗିନା କିମ୍ବା କପ୍କୁ ସେଟ୍ କରି ନିଅନ୍ତୁ, ସବୁ ଜିନିଷ ସେଇଥିରେ ମାପିକି ନେଇପାରିବେ। ମାପିକି ବନେଇଲେ ପ୍ରଥମ ଥରରେ ବି ପରଫେକ୍ଟ ବନିବ ରେସିପି। ଏବେ ଏଥିରେ ଭଲ ଟେଷ୍ଟ ଆଉ ପିଠାକୁ ଟିକେ କଅଁଳିଆ ବନେଇବା ପାଇଁ ଦେଇଦେବା 2-3 ବଡ଼ ଚାମଚ ନଡ଼ିଆ କୋରା। ଭଲ ବାସ୍ନା ପାଇଁ ଦେଇଦେବା 2-3ଟି ଗୁଜୁରାତିର ମଞ୍ଜି। ଏହା ସହିତ ଅଧା କପ୍ ପାଣି ଦେବା, ସେଇ କପ୍ରେ ମାପିକି ପାଣି ଦେବା ଯେଉଁ କପ୍ରେ ଆମେ ଚାଉଳ ମାପିକି ନେଇଥିବା। ଭଲ ଭାବେ ଚିକ୍କଣ କରିକି ବାଟି ନେବା, ଯେମିତି ଏଥିରେ ବିଲକୁଲ ବି ଦାନା ନଥିବ, ତାହେଲେ ପିଠା ଭଲ ବନିବ। ଏବେ ଗୋଟେ ଗିନାରେ ଗୋଟେ ବଡ଼ ଚାମଚ ବ୍ୟାଟରକୁ ଅଲଗା କରିକି ରଖିନେବା ଆଉ ଏଥିରେ 2-3 ଚାମଚ ପାଣି ମିଶାଇକି ଗୋଳେଇ ନେବା। ଆଉ ଏହାକୁ ସାଇଡ଼ରେ ରଖିବା ପରେ ବ୍ୟବହାର କରିବା ପାଇଁ। ଏହାପରେ କଡ଼େଇ ଗରମ କରି ଏଥିରେ ଗୋଟେ ବଡ଼ ଚାମଚ ଗୁଆ ଘିଅ ଦେଇକି କିଛି ଆଲମଣ୍ଡ ଆଉ କାଜୁ ଦେଇକି ଲୋ ଫ୍ଲେମ୍ରେ ଟିକେ ଭାଜି ନେବା। ଏହାପରେ ଏଥିରେ ଅଳ୍ପ କିସମିସ୍ ଦେଇକି ଟିକେ ଭାଜିକି ବାହାର କରିନେବା। ଡ୍ରାଏ ଫ୍ରୁଟ୍ସ ଆପଣଙ୍କୁ ଯେତିକି ପସନ୍ଦ ଥିବ, ଯେଉଁ ବି ଡ୍ରାଏ ଫ୍ରୁଟ୍ସ ପସନ୍ଦ ଥିବ ସେଇଟା ଦେଇପାରିବେ। ଏହା ସହିତ ବିନା ଡ୍ରାଏ ଫ୍ରୁଟ୍ସରେ ବି ବନେଇ ପାରିବେ। ପାରମ୍ପରିକ ରେସିପିରେ ଡ୍ରାଏ ଫ୍ରୁଟ୍ସ ଦିଆଯାଏନି, କିନ୍ତୁ ଦେଲେ ଟେଷ୍ଟ ଟିକେ ବେଶୀ ଭଲ ଆସିଥାଏ। ଏବେ ଦେଖନ୍ତୁ କଡ଼େଇରେ ଟିକେ ଘିଅ ଅଛି, ଏଇଥିରେ ଦେଇଦେବା ଗୋଟେ କପ୍ କ୍ଷୀର, ମାନେ ଯେତିକି ଚାଉଳ ନେଇଥିଲେ ସେତିକି କ୍ଷୀର ଦେବା। ଆପଣ ଚାହିଁଲେ ପାଣିରେ ବି ବନେଇ ପାରିବେ, କ୍ଷୀରରେ ଜନ୍ତୁଣି ବନେଇଲେ ବେଶୀ ଭଲ ଟେଷ୍ଟ ଆସେ। ଯଦି ଆପଣ ଘିଅରେ ଡ୍ରାଏ ଫ୍ରୁଟ୍ସ ଭାଜି ନଥିବେ, କଡ଼େଇରେ ଘିଅ ନଥିବ, ତାହେଲେ ଆପଣ କ୍ଷୀରରେ ଗୋଟେ ଛୋଟ ଚାମଚ ଘିଅ ଦେଇପାରିବେ। ଏମିତି କଲେ ଜନ୍ତୁଣି କଡ଼େଇରେ ଲାଗିବନି ଆଉ ପିଠାରେ ଭଲ ବାସ୍ନା ଆଉ ଟେଷ୍ଟ ଆସିବ। ଏବେ ଏଥିରେ ଦେବା ଗୋଟେ ବଡ଼ ଚାମଚ ଚିନି ଆଉ 2-3 ଚିମଟା ଲୁଣ ଦେଇଦେବା। ଆଉ କ୍ଷୀରକୁ ଟିକେ ଗୋଳେଇକି ଥରଟେ ଫୁଟି ଆସିବା ପାଇଁ ଦେବା। ଏହାପରେ ଫ୍ଲେମ୍କୁ ଲୋରେ ରଖି ଗୋଟେ ହାତରେ ବ୍ୟାଟର ଢାଳିବା ଆଉ ଆର ହାତରେ ଲଗାତାର ଗୋଳେଇବା, ନହେଲେ ଜନ୍ତୁଣିରେ ଲମ୍ସ ବା ବିଣ୍ଡି ପରିକା ବନିଯିବ। ଧୀରେ ଧୀରେ ଏହାର କଲର୍ ଚେଞ୍ଜ ହେବ ଆଉ ଜନ୍ତୁଣି କଡ଼େଇକୁ ଛାଡ଼ିବାକୁ ଲାଗିବ। ହାତକୁ ଅଳ୍ପ ଓଦା କରିକି ଚେକ୍ କଲେ ହାତରେ ଦେଖିବେ ଆପଣ ଲାଗିବନି ବିଲକୁଲ ବି। ଆଉ ଯଦି ଏମିତି ଗୁଳା ବନେଇବେ ତାହେଲେ ସହଜରେ ଗୁଳା ବନିଯିବ। ଏମିତି ହେଲେ ଜାଣିବେ ଜନ୍ତୁଣି ରେଡ଼ି ହେଇଗଲା। ଆଉ ଗ୍ୟାସ୍କୁ ବନ୍ଦ କରିକି ଆମେ ଏହାକୁ ଘୋଡ଼େଇକି 5 ମିନିଟ୍ ପାଇଁ ଏମିତି ଛାଡ଼ିଦେବା। ଏମିତି କଲେ ଜନ୍ତୁଣି ଆଉ ଟିକେ ସିଝିଯିବ ଆଉ ପିଠା ନରମ ବନିବ। ଏହାପରେ ଏହାକୁ ଗୋଟେ ପ୍ଲେଟ୍କୁ ବାହାର କରିନେବା ଆଉ ଅଳ୍ପ ଥଣ୍ଡା କରିନେବା। ହାଲକା ଗରମ ଥିବ ଯେତେବେଳେ ଘିଅ ହାତ ହେଇକି ଏହାକୁ ଭଲ ଭାବେ ଚକଟି ନେବା। ଯଦି ଜନ୍ତୁଣି ବେଶୀ ଟାଣ ବନିଯାଇଥାଏ ତାହେଲେ ଆପଣ ପାଣି ହାତ ହେଇକି ବି ଚକଟି ପାରିବେ। ବେଶୀ ଟାଣ ଜନ୍ତୁଣି ହେଲେ ପିଠା ସହଜରେ ବନି ପାରେନି, ବନେଇଲା ବେଳେ ଫାଟିଥାଏ ଆଉ ପିଠା ଟାଣ ବନିଥାଏ। ସେଥିଲାଗି ଧ୍ୟାନ ରଖିବେ। ପିଠା ଟିକେ ଛୋଟ ସାଇଜ୍ର ବନେଇବା, ତାହେଲେ ପିଠା ଖାଇବା ପାଇଁ ବେଶୀ ଭଲ ଟେଷ୍ଟ ଆସେ, କାରଣ ବେଶୀ ବଡ଼ ସାଇଜ୍ର ପିଠା ଭିତରୁ ଫିକା ଲାଗିଥାଏ। ଏଇଠି ମୁଁ କିଛି ଅଲଗା ଅଲଗା ସେପ୍ରେ ପିଠା ବନେଇକି ଆପଣଙ୍କୁ ଦେଖାଉଛି। ଏଇଥିରୁ କେଉଁ ସେପ୍ରେ ଆପଣ ବନେଇବାକୁ ପସନ୍ଦ କରିବେ ଆଉ କେଉଁ ଜାଗାରୁ ଆପଣ ଦେଖୁଛନ୍ତି ପ୍ଲିଜ୍ କମେଣ୍ଟ କରନ୍ତୁ। ଆଜି ମୁଁ 2ଟି ସେପ୍ରେ ପିଠା ବନାଉଛି। ଏହି 2ଟି ସେପ୍ରେ ପିଠା ଜଲ୍ଦି ବନିଯାଇଥାଏ, ଏହା ସହିତ ଦେଖିବା ପାଇଁ ବି ସୁନ୍ଦର ଲାଗିଥାଏ। ଏହି ପିଠା ପରସ୍ପର ସହିତ ଲାଗେନି, ତ ଆପଣ ତା ଉପରେ ଉପରେ ଏହାକୁ ରଖିପାରିବେ। ଖେଳିକି ରଖିବା ବିଲକୁଲ ବି ଦରକାର ନାହିଁ। ଏବେ ଏହାକୁ ସାଇଡ଼ରେ ରଖିବା ଆଉ ଗୋଟେ କଡ଼େଇ ନେଇକି ଏଥିରେ ଅଳ୍ପ ଟିକେ ପାଣି ଦେଇକି ତାପରେ କ୍ଷୀର ଦେବା। ଏମିତି କଲେ କ୍ଷୀର କଡ଼େଇରେ ବେଶୀ ଲାଗିବନି। ଏଇଠି ମୁଁ 1 ଲିଟର କ୍ଷୀର ନେଇଛି, ମାନେ ଯେଉଁ କପ୍ରେ ଆମେ ଚାଉଳ ମାପିକି ନେଇଥିଲେ ସେଇ କପ୍ରେ ମାପିଲେ 4 କପ୍ କ୍ଷୀର ଅଛି। ଚାଉଳର 4 ଗୁଣା କ୍ଷୀର ଦେବା। ଆପଣ ଚାହିଁଲେ କ୍ଷୀର ପାଣି ମିଶାଇକି ନେଇପାରିବେ, ନହେଲେ ଖାଲି କ୍ଷୀରରେ ବି ବନେଇ ପାରିବେ। ଖାଲି କ୍ଷୀରରେ ବନେଇଲେ ବେଶୀ ଭଲ ଟେଷ୍ଟ ଆସିଥାଏ। ହାଇ ଫ୍ଲେମ୍ରେ ଲଗାତାର ଗୋଳେଇକି କ୍ଷୀରକୁ ଥରଟେ ଫୁଟେଇ ନେବା। ଏହାପରେ ଏଥିରେ ଦେବା 2-3 ବଡ଼ ଚାମଚ କଟା ନଡ଼ିଆ ଆଉ 2-3 ବଡ଼ ଚାମଚ କୋରା ନଡ଼ିଆ। ନଡ଼ିଆ ଆପଣ ଟିକେ କମ୍ ବେଶୀ କରିକି ନିଜ ହିସାବରେ ଦେଇପାରିବେ। ଏହା ସହିତ 2 ଚିମଟା କେଶରକୁ ମୁଁ ଗରମ ପାଣିରେ 10 ମିନିଟ୍ ପାଇଁ ଭିଜେଇକି ରଖିଥିଲି, ସେଇଟା ଦେଇଦେଉଛି। ଭଲ କଲର୍ ଆଉ ବାସ୍ନା ପାଇଁ। ଏଇଟା ପୁରା ଅପସନାଲ୍ ଅଛି, ବିନା କେଶରରେ ବି ଆପଣ ବନେଇ ପାରିବେ। ଏହା ସହିତ ଦେଇଦେବା ପିଠା। ପିଠା ଦେଲାବେଳେ ଧ୍ୟାନ ରଖିବେ କ୍ଷୀର ଭଲ ଭାବେ ଫୁଟୁଥିବା ଦରକାର ଆଉ ଫ୍ଲେମ୍ ହାଇରେ ଥିବା ଦରକାର, ତାହେଲେ ପିଠା ଦେବେ। ଯଦି କମ୍ ଫ୍ଲେମ୍ରେ ଆପଣ ପିଠା ଦେଇଦେବେ କିମ୍ବା କ୍ଷୀର ଫୁଟିନି ପିଠା ଦେଇଦେବେ,
ତାହେଲେ ପିଠା ଖୋଲିଯିବ। ଏହା ସହିତ ଏଥିରେ ବଢ଼ିଆ ବାସ୍ନା ଆଣିବା ପାଇଁ 2ଟି ତେଜପତ୍ର ଦେଇକି ହାଲକା ହାତରେ ଥରଟେ ଗୋଳେଇ ନେବା। ଆଉ ଥରେ କ୍ଷୀର ଫୁଟିବା ପର୍ଯ୍ୟନ୍ତ ଏହାକୁ ହାଇ ଫ୍ଲେମ୍ରେ ରଖିବା। ଥରେ ଫୁଟିଗଲା ପରେ ଫ୍ଲେମ୍କୁ ମିଡ଼ିୟମ୍କୁ କରିକି 2ରୁ 3 ମିନିଟ୍ ପର୍ଯ୍ୟନ୍ତ ଛାଡ଼ିଦେବା। ତାପରେ ଆପଣ ଦେଖିବେ ପିଠା ଉପରକୁ ଭାସିବାକୁ ଲାଗିବ। ଏବେ ଏଥିରେ ଯେଉଁ ବ୍ୟାଟରରେ ପାଣି ମିଶାଇକି ଆମେ ରଖିଥିଲେ ଷ୍ଟାର୍ଟିଂରେ 1 ଚାମଚ, ସେଇଟା ଏଇଠି ଦେଇଦେବା। ଯଦି ଆପଣଙ୍କୁ ଟିକେ ଗାଢ଼ା ବନେଇବାର ଅଛି ତାହେଲେ 2 ଚାମଚ ବ୍ୟାଟରରେ ପାଣି ମିଶାଇକି ଆପଣ ଏଇଠି ଦେଇପାରିବେ। ମୋତେ ଟିକେ ପତଳା ଦରକାର, ସେଥିଲାଗି ମୁଁ 1 ଚାମଚ ବ୍ୟାଟର ରଖିଥିଲି। ବ୍ୟାଟର ଦେଲାବେଳେ ଫ୍ଲେମ୍କୁ ଆମେ ଲୋରେ ରଖିବା। ଦେଇସାରିଲା ପରେ ଲଗାତାର ଗୋଳେଇବା 2 ମିନିଟ୍ ପର୍ଯ୍ୟନ୍ତ। ଏମିତି କଲେ ଯେଉଁ ବ୍ୟାଟର ଆମେ ଦେଲେ ସେଇଟା କ୍ଷୀରରେ ଭଲ ଭାବେ ମିଶିଯିବ, ଲମ୍ପସ୍ ବା ବିଣ୍ଡି ପରିକା ବନିବନି। ଏହାପରେ ଏଥିରେ ଦେବା 2-3 ଚିମୁଟା ଲୁଣ। ଟିକେ ଲୁଣ ଦେଲେ ମିଠା ଜିନିଷର ଟେଷ୍ଟ ଆଉ ଟିକେ ବଢ଼ିଯାଇଥାଏ। ଏହା ସହିତ ଯେଉଁ କପ୍ରେ ଚାଉଳ ମାପିଥିଲେ ସେଇ କପ୍ରେ ମାପିକି ଅଧା କପ୍ ମାନେ 100 ଗ୍ରାମ ଚିନି ମୁଁ ଦେଉଛି। ଆପଣ ଚାହିଁଲେ ଟିକେ କମ୍ ବେଶୀ ନିଜ ହିସାବରେ ଦେଇପାରିବେ। ଏହା ସହିତ ଯେଉଁ ଡ୍ରାଏ ଫ୍ରୁଟ୍ସ ଭାଜିକି ରଖିଥିଲେ ସେଇଥିରୁ ଅଳ୍ପ ଟିକେ ଗାର୍ନିସିଂ ପାଇଁ ରଖିକି ଏଥିରେ ଦେଇଦେବା। ଚିନି ଦେଲା ପରେ ଦେଖିବେ କ୍ଷୀରି ଟିକେ ପତଳା ହେଇଯିବ। ସେଥିଲାଗି 2ରୁ 3 ମିନିଟ୍ ପର୍ଯ୍ୟନ୍ତ ମିଡ଼ିୟମ୍ ଫ୍ଲେମ୍ରେ ରାନ୍ଧି ନେବା। 2-3 ମିନିଟ୍ ପରେ ଦେଖନ୍ତୁ ଏତିକି ଗାଢ଼ା ଅଛି ଗଇଁଠା କ୍ଷୀରି। ଥଣ୍ଡା ହେଲା ପରେ ଆହୁରି ଗାଢ଼ା ହେଇଯିବ, ସେଥିଲାଗି ମୁଁ ଆଉ କୁକ୍ କରୁନି। ଯଦି ଆପଣ ଚାହିଁବେ ଟିକେ ଅଧିକ କୁକ୍ କରିପାରିବେ ଯଦି ଆପଣଙ୍କୁ ବେଶୀ ଗାଢ଼ା କ୍ଷୀରି ପସନ୍ଦ। ଏଇଠି ଆପଣ ପିଠା ସିଝିଛି ନା ନାହିଁ ଚେକ୍ କରିବା ପାଇଁ ପିଠାକୁ ଟିକେ ଥଣ୍ଡା କରିକି ଏମିତି ଦବେଇକି ଦେଖିବେ। ଏମିତି ରବର ବଲ୍ ପରି ଦବୁଥିବ, ଆଉ ହାତରେ ଭାଙ୍ଗିଲେ ପୁରା ନରମ ଥିବ। ଯଦି କମ୍ ସିଝିଥିବ ପିଠା ତାହେଲେ ନରମ ଥିବ କିନ୍ତୁ ସ୍ପଞ୍ଜି ବନିବନି। ଏବେ ଏଥିରେ ବଢ଼ିଆ ବାସ୍ନା ଆଉ ମିଠା ଟେଷ୍ଟକୁ ଟିକେ ବାଲାନ୍ସ କରିବା ପାଇଁ 8-10ଟି ଗୋଲମରିଚ ଆଉ 4-5ଟି ଗୁଜୁରାତିକୁ ଗୁଣ୍ଡ କରିକି ଦେଇଦେବା। ଏମିତି ତରିକାରେ ଏଥର ବଉଳ ଅମାବାସ୍ୟାରେ ଥରେ ବନେଇକି ଦେଖନ୍ତୁ। ରେସିପି ବିଷୟରେ ନିଜ ମତାମତ ଜଣାଇବାକୁ ଅନୁରୋଧ ରହିଲା। ପୁଣି ଦେଖା ହେବ ଆଉ ଗୋଟେ ନୂଆ ରେସିପିରେ। ସେ ପର୍ଯ୍ୟନ୍ତ ଖୁସି ରୁହନ୍ତୁ, ହେଲ୍ଦି ରୁହନ୍ତୁ ଆଉ ସେଫ୍ ରୁହନ୍ତୁ।